हेलो गैस केमती अच्छा आशा करुच्ची भलरे ही थे देखु पार्टी बिल सब केमती हो सारी वर्षार काली राति एत प्रबल मात्रा वर्षा कर बिल गार पूरा आंठुए पा ढड़ा जहाँफल कि बिलर धान सब लगी से सब बुड़ी जाए आसिक देखला बेलू पूरा धान फान बुड़ी जाए खाली आम नुहे समस्त ही से सिचुएसन प्रायतः देखिए यहाँ आम ये गोटे उपर बिलटा यहाँ आम पा बहुत सर्टेज हुए तेणुक बिलटा आम चाष हुए ना ये पा आमको ये सुविधा मिले से बिलटा आम चाष हुए जदि ये बिलटा नहबार आम तल बिल चाष कर वर्षार वर्षा करने दृष्टि इतने पा मात्रा बढ़ी जाती जमीन तल धान सब बुड़ी जाइए देखिपार आज्ञा आमर बिल এইଠୁ ଦେଖାଯାଉଛି ସେ ମୁଣ୍ଡ ପର୍ଯ୍ୟନ୍ତ ଏଇଟା ହେଉଛି ଆମ ବିଲ ତ ଏଇଟା ଗୋଟେ ବିଲ ଆଉ ଆର ଆର ସେପଟେ ଗୋଟେ ଆମର ବିଲ ଅଛି ତ ଏଠି ଆମର ଅଳ୍ପ ଟିକେ ବିଲ ଅଛି ସେଇ ସେତିକ ଭିତରୁ ବି ଧାନ ହେବ କି ହେବନି କିଛି କହି ହେବନି କାହିଁକିନା ଏମିତି ଏ ପାଣି ଯଦି ବୁଡ଼ିକି ରହିବ ତ ଧାନ କେମିତି ହେଇପାରିବ ଦେଖିଛନ୍ତି ଏଇଟା ତଳ ବିଲଟା ପୁରା ପାଣି ଭର୍ତ୍ତି ହେଇସାରିଛି ତ କଣ କରିବା ବର୍ଷା ତ ରଖିପାରିବାନି ଯାହା ବର୍ଷା ଚାହିଁବ ସେୟା କରିବ ବର୍ଷା ହେଲେ ବର୍ଷା ହେବ ନହେଲେ ଖରାରେ ବି ଶୁଖେଇ ଦେଉଛି କଣ ଏ ମଝିରେ ଖରା ଦେବାରୁ ବିଲ ସବୁ ଶୁଖି ଯାଇଥିଲା ତାପରେ ଆଜି ରାତିର ଏମିତି ମାତ୍ରାରେ ବର୍ଷା କରିବା ପୁରା ବିଲ ପୁରା ଭସି ପୁରା ବୁଡେଇ ଦେଇଛି କଣ କରାଯିବ ଆଉ ଦେଖିପାରୁଛନ୍ତି ପଛକୁ ଏ ସବୁ ଆମ ବିଲ କଣ ହେଇସାରିଛି ପାଣି ପୁରା ଭର୍ତ୍ତି ହେଇସାରିଛି ଦେଖିବା କଣ ହଉଛି ବର୍ଷା କେତେ ଦିନ ପର୍ଯ୍ୟନ୍ତ ଲାଗି ରହୁଛି ଦେଖି ପାରୁଛନ୍ତି ପୁରା କଳା ମେଘ ଲାଗି ରହିଛି ଆଉ ରାତିରେ ଆଜି ବର୍ଷା କରିବ ନା ଆହୁରି କିଛି ହେଇପାରିବନି ସେତେବେଳେ ବର୍ଷା ଛାଡ଼ିଯିବ ଚାଷ ତ ଏଇଟା ଆମର ଫାଷ୍ଟ ବର୍ଷ ଚାଷ କରିଥିଲେ ଯେ ହେଲେ ଫାଷ୍ଟ ବର୍ଷରେ ବି ଏମିତି ହେଲା ଆଉ କଣ କରାଯିବ ଆମେ ଭାବିଥିଲେ ଯାହା ଏଇ ଇଏରେ ଧାନ ଚାଷ କଲେ ଟେକ ହବା ତ ଆଜି ଏ ବର୍ଷ ଧାନ ହବ କି ହବନି କିଛି ତ କହି ହବନି ଛୋଟିଆ ହିଡରେ ଚାଲିଛି ତେଣୁକରି ମୁଁ ସେପଟୁ ଫେସ୍ ଦେଇପାରୁନି ଛୋଟିଆ ହିଡରେ ଦେଖିପାରୁଛନ୍ତି ଏ ଗାଁ ପାଖକୁ ଆମର ଉପର ବିଲ ଗୁଡ଼ା ପାଣି କମ୍ କମ୍ ଅଛି ଆମର ସେ ତଳ ବିଲ ଗୁଡ଼ା ପୁରା ପାଣି ଭର୍ତ୍ତି ରହିଛି ଏଇଟା ତ ଏତିକ ଭର୍ତ୍ତି ରହିଛି ଆରପଟୁ ଅଛି ଆହୁରି ପୁରା ପାଣି ଭରି ଭରି ଆସିଛି ସେଠି ତ କୌଣସି ଧାନ ଗଛ କି କୌଣସି କିଛି ବି ଦେଖାଯାଉନି ଏଠି ଦେଖିପାରୁଛନ୍ତି କେମିତି ବର୍ଷା ତାପରେ ଏଇ ବର୍ଷାକୁ କଣ କହିବି ହବ ଯେତେବେଳେ ବର୍ଷା କରୁଛି ମାଂସ ବହୁ ମାତ୍ରାରେ କରୁଛି ଯେତେବେଳେ ଖରା ଦଉଥିଲେ ବହୁ ମାତ୍ରାରେ ଖରା ହେଉଛି ଏକାଥରେ ପାଣି ବୁଡେଇ ଦଉଛି ନହେଲେ ଏକାଥରେ ପାଣି ଶୁଖେଇ ଦଉଛି ଏଇ ଅବସ୍ଥା କରୁଛି କାହିଁକିନା ଏଇଟା ପ୍ରକୃତି ଆମେ ନିଜେ ହିଁ ସେଇଟା ଖରାପ କରୁଛେ ଗଛପତ୍ର କାଟୁଛେ ଆମେ ହିଁ ଗଛପତ୍ର କାଟିବା ଦ୍ୱାରା କଣ ଠିକ୍ ଟାଇମରେ ବର୍ଷା ହେବନି ବର୍ଷା ହେବ ଯଦି ଏମିତି ପୁରା ପାଣି ଭରିଯିବ ସେଥିପାଇଁ ପ୍ରାୟତଃ ଗଛ କାଟିବା ଉଚିତ ନୁହେଁ ହଁ ଯେତିକ ଦରକାର ସେତିକ କାଟିବା ଠିକ୍ ହବ ଦେଖନ୍ତୁ ସାନ ହିଡ଼ଟା କି ସେଥିପାଇଁ ମୁଁ ଏ ତଳ ଚାଲିକି ତଳକୁ ଦେଖି ଚାଲିତେ ହେଉଛି କାହିଁକିନା ଯେତେବେଳେ ଗୋଡ଼ ଖସିଯିବ ନା ବିଲରେ ପଡ଼ିଛି କାଦୁଅ ହେଇଯିବ ଦେଖିପାରୁଛନ୍ତି କେତେ ମାତ୍ରାରେ ପାଣି ପୁରା ଭରିକି ରହିଛି ଏଇ ସବୁ ଏଇ ମୁଣ୍ଡାଠୁ ସେ ଆର ମୁଣ୍ଡା ପର୍ଯ୍ୟନ୍ତ ପୁରା ପାଣି ଭର୍ତ୍ତି କିଛି ଦେଖାଯାଉଛି କିଛି ହିଁ ଦେଖାଯାଉନି କିଛି ବୋଲି ଦେଖାଯାଉନି ଜମା କିଛି ଦେଖାଯାଉନି କଣ କରାଯିବ ଆଉ ବର୍ଷା ତ ଚାଲିଛି ଦେଖିପାରୁଛନ୍ତି କେମିତି ବର୍ଷା ପାଣି କେମିତି ବୁଡ଼ି ରହିଛି ହଉ
ଏତିକରେ ମୋର ବ୍ଲଗ୍ ଏଇଠି ରଖୁଛି। ବ୍ଲଗ୍ କେମିତି ଲାଗିଛି ନିହାତି କମେଣ୍ଟ କରି ଜଣାଇବେ, ଆଉ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିବେ। ଧନ୍ୟବାଦ।